ମାହାଙ୍ଗା ବିକାଶ ପରିଷଦ ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଗୁରୁଦିବସ ସମାରୋହ ନନ୍ଦକିଶୋର ବିଦ୍ୟା ମନ୍ଦିର କୁଶପୁରଠାରେ ଅନୁଷ୍ଠିତ ହୋଇଯାଇଛି। ନିଶ୍ଚିନ୍ତ କୋଇଲି ଓ ମହଙ୍ଗା ଉଭୟ ବ୍ଲକ ଅଞ୍ଚଳରୁ ଆମନ୍ତ୍ରିତ ଶତାଧିକ ଶିକ୍ଷକ ଏବଂ ଅଧ୍ୟାପକମାନଙ୍କୁ ଉତ୍ସବରେ ପୁଷ୍ପଗୁଚ୍ଛ ଉତ୍ତରୀୟ ଉପଢୌକନ ପ୍ରଦାନ ପୂର୍ବକ ମାହାଙ୍ଗା ଗୁରୁ ଗୌରବ ସମ୍ମାନରେ ସମ୍ବୋଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ସମୃଦ୍ଧ ଓ ପରାକ୍ରମୀ ଓଡ଼ିଆ ଜାତିର ଉତ୍ଥାନ ପାଇଁ ଗୁରୁମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ ବ୍ଲକର ଶିକ୍ଷାଧିକାରିଣୀ ସଂଯୁକ୍ତ ମହାପାତ୍ର ଏବଂ ମୋନାଲିସା ସରକାର ଯୋଗ ଦେଇଥିବା ବେଳେ ନିଶ୍ଚିନ୍ତ କୋଇଲି ବ୍ଲକ ଉପାଧ୍ୟକ୍ଷ ନୃସିଂହ ଚରଣ ମିଶ୍ର ସମ୍ମାନିତ ଅତିଥି ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ। ନନ୍ଦକିଶୋର ବିଦ୍ୟା ମନ୍ଦିର କୁଶପୁରର ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବହୁ ଶିକ୍ଷାବିତ୍ ବୁଦ୍ଧିଜୀବୀ ତଥା ମାନଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉତ୍ତମ ଶିକ୍ଷାଦାନ ଏବଂ ଆଦର୍ଶ ଛାତ୍ର ଗଠନ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବହୁ ଗୁରୁଙ୍କ ଗୁରୁ ଗୌରବ ସମ୍ମାନ ପ୍ରଦାନ କରାଯିବ ଦେଖିବାକୁ ମିଳିଥିଲା। ଆଜି ମୋର ସୌଭାଗ୍ୟ ଆମ ଅଞ୍ଚଳର ସୌଭାଗ୍ୟ ଯେ କୁଶପୁର ଭଳିଆ ପବିତ୍ର ସ୍ୱାଧୀନତା ସଂଗ୍ରାମୀ ସାହିତ୍ୟ ବରପୁତ୍ର ମାନଙ୍କ ମାଟି ସ୍ୱର୍ଗତ ନନ୍ଦକିଶୋର ବଳ, ନନ୍ଦକିଶୋର ସାମଲ, ମାହାଙ୍ଗା ଗାନ୍ଧୀ ସଚି ଜେନା, ପ୍ରଦ୍ୟୁମ୍ନ କିଶୋର ବଳ ଏବଂ ଶିଳ୍ପୀଗୁରୁ ବି ବର୍ମାଙ୍କ ମାଟିରେ ଆଜି ମାହାଙ୍ଗା ନିଶ୍ଚିନ୍ତ କୋଇଲି ବ୍ଲକର ଗୁରୁ ଗୌରବ ସମାରୋହ ଅନୁଷ୍ଠିତ ହୋଇଛି ଏବଂ ଏଠି ମାହାଙ୍ଗା ନିଶ୍ଚିନ୍ତ କୋଇଲି ବ୍ଲକର ସମସ୍ତ ଶିକ୍ଷକ ସରକାରୀ ବେସରକାରୀ ସ୍କୁଲ କଲେଜ ଏଲିମେଣ୍ଟାରୀ ସେକେଣ୍ଡାରୀ ହାयर ସେକେଣ୍ଡାରୀ ହାयर ଏଜୁକେशन ସମସ୍ତ ବର୍ଗର ଗୁରୁଜୀ ଗୁରୁମା ମାନଙ୍କୁ ପୂଜା କରାଯାଇଛି ଏବଂ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଏବଂ ପାଖାପାଖି 100 ଜଣ ଗୁରୁଜୀ ଗୁରୁମା ମାନଙ୍କୁ ଉତ୍ସର୍ଗୀକୃତ ସେବା ଏବଂ ଶିକ୍ଷା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଏକ ନିଆରା ପ୍ରୟାସ ଗୁରୁମାନଙ୍କୁ ଶିକ୍ଷକମାନଙ୍କୁ ଯିଏକି ସମାଜରେ ଭାବୁଛି ସେବା ଦେବାରେ ଶିକ୍ଷା ସେବା ଦେବାରେ ଅଗ୍ରଗଣ୍ୟ ତାଙ୍କୁ ଆମେ ଫେଲିସିଟେଟ୍ କରିବା ପାଇଁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ଗୋଟିଏ ଦିନ ମାନେ ଆମେ ଗୋଟିଏ ଦିନ ଦେଲେ ମଧ୍ୟ ତାହା ମାନେ ପାଇବ ନାହିଁ ବଟ୍ ଷ୍ଟିଲ୍ ଆମେ ଚେଷ୍ଟା କରିଛୁ। ଏହା ଏକ ନିଆରା ପ୍ରୟାସ ଯେମିତି ମୁଁ କହି ରଖିଛି ଆଗରୁ ମଧ୍ୟ ଆଶା କରୁଛି ଆଗାମୀ ଦିନମାନଙ୍କରେ ମଧ୍ୟ ଏହିପରି ପ୍ରୟାସ ଜାରି ରହିବ। ଶିକ୍ଷା ଏବଂ ଶିକ୍ଷକମାନଙ୍କୁ ଉତ୍ସାହ କରିବାର ସବୁ ପ୍ରକାର ପଦକ୍ଷେପ ପଦ୍ଧତି ଆଶା ଟିମ୍ର ଆଜିର ଏତେ ସୁନ୍ଦର ଗୋଟେ ଗୁରୁ ଦିବସ ଉପଲକ୍ଷେ ଆମର MLAଙ୍କ ତରଫରୁ ଏଇଟା ଗୋଟେ ସୁନ୍ଦର କାର୍ଯ୍ୟକ୍ରମ ମେନ୍ କରି ଗୁରୁମାନେ ଯେଉଁ ଲକ୍ଷ୍ୟ ରଖିକି ଛାତ୍ରମାନଙ୍କୁ ଗଢ଼ୁଛନ୍ତି ତାଙ୍କ ପ୍ରତି ଗୋଟେ ସୁନ୍ଦର କୃତଜ୍ଞତାର ଦିନ ହେଉଛି ଆଜି ଯେଉଁଟାକି ଆମର ମାନନୀୟ MLAଙ୍କ ଦ୍ୱାରା ହେଇଛି। ସେଥିପାଇଁ ହୃଦୟରୁ ତାଙ୍କୁ ଅଶେଷ ଅଶେଷ କୃତଜ୍ଞତା। ଆଜି ବିଭିନ୍ନ ମାହାଙ୍ଗା ଆଉ ନିଶ୍ଚିନ୍ତ କୋଇଲି ବ୍ଲକର ବିଭିନ୍ନ ଡିପାର୍ଟମେଣ୍ଟ ଯେମିତିକି ଆମର ପ୍ରାଇମେରୀ ସ୍କୁଲ ହଉ ହାଇସ୍କୁଲର ବିଭିନ୍ନ ସବଜେକ୍ଟ ଟିଚର ମାନଙ୍କୁ ମଧ୍ୟ ସମ୍ବୋଧିତ କରାଯାଇଛି। ମାହାଙ୍ଗାରୁ ହେମନ୍ତ ଦାସଙ୍କ ରିପୋର୍ଟ ନିରପେକ୍ଷ ନ୍ୟୁଜ୍।